नमस्ते। श्री परमज्योति भगवती भगवान चमत्कार शुणा। तमिलनाडुर कोयम्बटूरु मु बरलक्ष्मी। मो पुओ स्कूटर यात्रा करुवा समय एक गुरुतर दुर्घटनार सम्मुखीन होइथिला। ताकू अचेत अवस्था आईसीयू रे भर्ती करा जाइथिला। आईसीयू रे 40 दिन रहिबा परे मध्य से चेता फेरी पाइला नाही। ସେହି କଷ୍ଟକର ସମୟରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ମୁଁ ଶ୍ରୀ ପରମଜ୍ୟୋତି ଭଗବତୀ ଭଗବାନଙ୍କ ବିଷୟରେ ଜାଣିପାରିଲି। ସେହି ମୁହୂର୍ତ୍ତ ଆମ ଜୀବନ ଏକ ଶକ୍ତିଶାଳୀ ମୋଡ଼ ନେଲା। ମୁଁ କୋଇମ୍ବାଟୁରରେ ଏକ ସତ୍ସଙ୍ଗରେ ଯୋଗଦେବା ଆରମ୍ଭ କଲି ଏବଂ ପୂଜାରେ ଅଂଶଗ୍ରହଣ କଲି। ମୋ ପୁଅର ଆରୋଗ୍ୟ ପାଇଁ ଗଭୀର ପ୍ରାର୍ଥନା କଲି। ଗୋଟିଏ ସପ୍ତାହ ପାଇଁ ମୁଁ ନିରନ୍ତର ଗଭୀର ସମର୍ପଣ ସହିତ ପ୍ରତିଦିନ ସତ୍ସଙ୍ଗରେ ଯୋଗଦେଲି। ଶ୍ରୀ ପରମଜ୍ୟୋତି ଭଗବତୀ ଭଗବାନଙ୍କ ଅପାର କୃପା ଦ୍ୱାରା ଏକ ମହାନ ଚମତ୍କାର ଘଟିଲା। ମୁଁ ନିୟମିତ ଭାବରେ ସତ୍ସଙ୍ଗରେ ଯୋଗଦେବା ଆରମ୍ଭ କରିବାର 10 ଦିନରେ ମୋ ପୁଅ, ଯିଏ 40 ଦିନ ଧରି ଚେତାଶୂନ୍ୟ ଥିଲା, ପୁନର୍ବାର ତା'ର ଚେତା ଫେରିଲା ଏବଂ ତାକୁ ଆଇସିୟୁରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତରିତ କରାଗଲା। ମୁଁ ମୂଳମନ୍ତ୍ର ଜପ କରିବା ଏବଂ ପ୍ରତିଦିନ ସତ୍ସଙ୍ଗରେ ଯୋଗଦେବା ଜାରି ରଖିଲି। ପରବର୍ତ୍ତୀ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା ଏବଂ ଘରକୁ ଫେରିଲା। କିନ୍ତୁ ଦୁର୍ଘଟଣା ଯୋଗୁଁ ସେ କଥା କହିପାରିଲା ନାହିଁ। ଯେହେତୁ ସେ ପୋଲିସ ବିଭାଗରେ କାର୍ଯ୍ୟ କରେ, ତାକୁ କର୍ମସ୍ଥଳକୁ ଫେରିବାକୁ ଅନୁମତି ଦିଆଗଲା ନାହିଁ। ମୁଁ ତାପରେ ସତ୍ୟଲୋକରେ ଏକ ପବିତ୍ର ଯଜ୍ଞରେ ଅଂଶଗ୍ରହଣ କଲି ଏବଂ ଏହି ସମାଧାନ ପାଇଁ ପ୍ରାର୍ଥନା କଲି। ହୋମ ପରେ ଶ୍ରୀ ପରମଜ୍ୟୋତି ଭଗବତୀ ଭଗବାନଙ୍କ ଅସୀମ କୃପା ଦ୍ୱାରା ମୋ ପୁଅ ଚମତ୍କାର ଭାବରେ ପୁଣି ଥରେ କହିବା ଆରମ୍ଭ କଲା। ଯଦିଓ ବିଭାଗ ପ୍ରଥମେ କହିଥିଲା ଯେ ତାକୁ ତା'ର ଚାକିରି ଫେରି ପାଇବା ପାଇଁ ଆଇନଗତ ପ୍ରକ୍ରିୟା ଦେଇଯିବାକୁ ପଡ଼ିବ, ସେମାନେ ପରେ ନିଜେ ତାକୁ ଡାକି ପୁନଃସ୍ଥାପିତ କଲେ। ଏହି ଅସାଧାରଣ ଆରୋଗ୍ୟ ଏବଂ ପୁନରୁଦ୍ଧାର କେବଳ ଶ୍ରୀ ପରମଜ୍ୟୋତି ଭଗବତୀ ଭଗବାନଙ୍କ ଅନନ୍ତ କରୁଣା ଏବଂ କୃପା ମାଧ୍ୟମରେ ଘଟିଥିଲା। ଆମ ପରିବାରକୁ ଏହି ଅଦ୍ଭୁତ ପରିବର୍ତ୍ତନର ଆଶୀର୍ବାଦ ପ୍ରଦାନ କରିଥିବାରୁ ଆମେ ତାଙ୍କ ଦିବ୍ୟ ଚରଣ କମଳରେ କୋଟି କୋଟି ଧନ୍ୟବାଦ ଓ ଅସୀମ କୃତଜ୍ଞତା ଅର୍ପଣ କରୁଛୁ।